हरिबोल श्रीमद्भागवत चतुर्थ स्कंद षोडशोऽध्याय। मैत्रेय हरसे कहन्ति शुण विदुर शुद्धमति। हरिबोल मैत्रोवाच भृगुअङ्गिरा आदि जेते मुनिये मिलिले समस्ते भाळन्ति अति मन दुःखे प्रजार क्षणे अराजके बोलन्ति राज्ये नाही राजा दुष्टे लुटिवे जन प्रजा एमंत विचारी समस्ते बेणर जननी अग्रते प्रजार क्षणे धर्म कही सकल जने रुंड होई विचार करी अतिरेके बेणकु राज अभिषेके निज भुवने कले राजा जेणे रक्षित जन प्रजा। हरिबोल दिशुजे थिले दुष्ट पणे दस्युजे थिले दुष्ट पणे लुटिबे बोली प्रजागणे बेणर राजपण करने शुणी लुचिले घोर बने पशिले घोर गिरी मार्गे गरुड़ डरे जेने नागे बेण राज्यरे राजा होई राजा संपदे गर्व बही स्वभावे दुष्ट दुराचार न करे धर्मर विचार आत्मा को सिद्ध प्राय मणे ऋषिंक वचन न शुणे लोभिण शेष विभूति मतिला जने मत हस्ती कांचन रथे विजय करी बुलन्ते कंपे वसुंधरी नित्य से विप्रंकु अणाई बोलई कप भर होई शुण हे विप्रेमर वाणी मुहे जगते विनृपमणि मोहर वचन तुम्भर स्वभावे पाळिबा व्यवहार देख मोहर बेनी भुज दश दिग पालंक तेज मुझे प्रत्यक्षे भगवान देख मोहर वर्ण चिन्ह ब्राह्मण आदि चारि वर्ण पासे बसाई नृपराण विष्णुर वचन प्रकाशी मन आनंदे नृपवंशी आत्मा को सिद्ध प्राय मणि
ବୋଲଇ ଅସମ୍ଭବ ବାଣୀ। ଶୁଣ ସକଳ ପ୍ରଜା ଜନେ, ବ୍ରାହ୍ମଣ ଆଜି ଚାରି ବର୍ଣ୍ଣେ। ମୋ ରାଜ୍ୟ ଯଜ୍ଞ ନ କରିବ, ପିତୃଦେବତା ନ ପୂଜିବ। ଦାନ ନ ଦେବ ବିପ୍ରସ୍ତେ, ତୀର୍ଥେ ନ ଯିବ ପାଦ ଗତେ। ଆଗମ ନିଗମ ନୀତି, ଯେୟ ବା ଶାସ୍ତ୍ର ମତ ଚିନ୍ତି। ସଂସାରେ ଧର୍ମ କର୍ମ ଯେତେ, ସକଳ ସମର୍ପିବ ମତେ। ମତହୁଁ ବଡ଼ ନାହିଁ ଆନ, ମୁଁ ଯେ ପ୍ରତ୍ୟକ୍ଷ ଭଗବାନ। ମୋହର ଜନ୍ମ କର୍ମ ଗୁଣ, ସର୍ବେ ତାଙ୍କର ଶିବ ଖାଣ। ମୋ ନାମ ଜପୁଥିବ ତୁଣ୍ଡେ, ମତେ ପୂଜିବ ଯଜ୍ଞ କୁଣ୍ଡେ। ଯେ ମୋର ବୋଲ ନ କରିବ, ମୋ ରାଜ୍ୟ ଦଣ୍ଡେ ନ ରହିବ। ଜୀବନ ହରିବି ତାହାର, ସର୍ବ ସମ୍ପଦ କରି ଜୁର। ହେମନ୍ତପୁର ରାମ ଦେଶେ, ହସ୍ତିର କନ୍ଦେ ଭେରି ଘୋଷେ। ଘୋଷଣ ବାଜେ ସର୍ବଦେଶେ, ଶୁଣି ସକଳ জন ତ୍ରାସେ। ବେଣ ଆଜ୍ଞା ଶିରେ କଲେ, ସକଳ ଧର୍ମ ଉପେକ୍ଷିଲେ। ଜପନ୍ତି ତାର ନାମେ ନିତେ, ଭୟେ ଖଟନ୍ତି ପାଦ ଗତେ। ହେମନ୍ତ ରାଜା ଦୁଷ୍ଟପଣ, ଦେଖି ଭାଳନ୍ତି ମୁନିଗଣ। ବୋଲନ୍ତି ଏକୁଆରେ ଚାହିଁ, ହେମନ୍ତ ଶୁଣିଲା ତ ନାହିଁ। ଭୂମିରେ ଯେତେ ରାଜା ଥିଲେ, ହେମନ୍ତ କେବା ପ୍ରଚରିଲେ। ଯଜ୍ଞ ନ କଲେ ମେଘ ନାହିଁ, ବୃଷ୍ଟି ନହିଲେ ଅନ୍ନ ନାହିଁ। ଏ ପଞ୍ଚ ଯଜ୍ଞ କ୍ରିୟା ଲୋପେ, ଅଧର୍ମେ ତ୍ରିଭୁବନ କମ୍ପେ। ଏ ଘୋର ସଙ୍କଟ ପଡ଼ିଲା, ଉଭୟ ଲୋକ ନାଶ ଗଲା। ଏହାକୁ ଆମ୍ଭେ ରାଜା କଲୁ, ସର୍ପକୁ କ୍ଷୀର ପିଆଇଲୁ। ସେଜନେ ବଢ଼େ ଅତି ଘୋରେ, କ୍ଷୀରଦାତାର ପ୍ରାଣ ହରେ। ଆମ୍ଭେ ନ ବୁଝି କର୍ମ କଲୁ, ବେଣକୁ ରାଜପଦ ଦେଲୁ। ଖଳକୁ ଦେଲୁ ରାଜ୍ୟବାସ, ଆମ୍ଭେ ହୋଇଲୁ ଏବେ ନାଶ। ସୁନିଥା ଗର୍ଭୁ ଏ ସମ୍ଭୂତ, ସ୍ୱଭାବେ ଯମ ସୁତା ସୁତ। ଆମ୍ଭେ ଏହାର ପାଶେ ଯିବା, ଧର୍ମ ବଚନ ବୁଝାଇବା। ଏ ଯେବେ ବୋଲ ନ କରିବ, ଅଧର୍ମ ଦୋଷେ ନାଶ ଯିବ। ହରି ବୋଲ। ଏତେ ବିଚାରି ବିପ୍ରଜନେ, ମିଳିଲେ ବେଣ ସନ୍ନିଧାନେ। କଲ୍ୟାଣ କରି ବେଦନା ଦେ, ବୋଧିଲେ ତାକୁ ସମବାଦେ। ହେ ନୃପନାଥ ଶୁଣ ଧୀରେ, ଯାହା କହିବୁ ତୋ ଛାମୁରେ। ଯେଣେ ହୋଇବ ତୋର ଲାଭ, ଜଗତେ ଯଶ କୀର୍ତ୍ତି ଥିବ। ମନ ବଚନ ଦେହ ଗତେ, ଯେ ପ୍ରାଣୀ ଥାନ୍ତି ଜନହିତେ। ଏବେ ନିଲୋକେ ସେ ଜିଣନ୍ତି, ନ କଲେ ଜୀବନ୍ତେ ମରନ୍ତି।
ପ୍ରଜାଏ ଧର୍ମ ଆଚରିଲେ ନୃପ ସମ୍ପଦ ବଢ଼େ ଭଲେ। ସେ ଧର୍ମ ଯେବେ ନାଶ ଯାଇ ନୃପ ସମ୍ପଦ ଆର କାହିଁ। ପ୍ରଜାଙ୍କୁ ନିଶ୍ଚିନ୍ତ ଯେ କରେ ଚର୍ଯ୍ୟାଦି ସର୍ବ ଭୟ ହରେ। ସେ ରାଜଙ୍ଗିୟ ପରଲୋକେ ଆନନ୍ଦ ମନେ ରହେ ସୁଖେ। ଯେ ରାଜା ରାଜ୍ୟ ପୁର ଦେଶେ ବିଷ୍ଣୁଙ୍କୁ ପୂଜନ୍ତି ହରସେ। ବିଷ୍ଣୁ ପାଦକ ନିର୍ମାଲ୍ୟ ଯେ ସେବେ ସେହି ସେ ଅମୂଲ୍ୟ। ପ୍ରଜାଏ ନିଜ ଧର୍ମେ ଥାଇ ଆଶ୍ରମ ଧର୍ମ ପ୍ରଚାରଇ। ରାଜାର ଯଜ୍ଞେ ପୂଜା ପାଇ ବିଷ୍ଣୁ ସନ୍ତୋଷେ ଦୟା ବହି। ରାଜା ପରଜା ସୁଖେ ରହେ ଏ ଧର୍ମ ଚାରି ବେଦ କହେ। ବିଷ୍ଣୁର ପାଦ ପଦ୍ମ ତଳେ ଖଟନ୍ତି ସର୍ବ ଦିଗ ପାଳେ। ସୁଖ ଭୁଞ୍ଜନ୍ତି ସର୍ବକାଳେ ଏକଥା ବିଦିତ ଶୟଳେ। ସେ ସର୍ବଯଜ୍ଞମୟ ହରି ମନୁ ଦେବତା ଆଦି କରି। ସେ ହରି ଯଜ୍ଞେ ହେଲେ ତୋଷ ସଂସାରେ ରହିବ ତ ଯଶ। ସର୍ବଦେବତା ତାର ଦେହେ ବସନ୍ତି ଲୋମ ପନ୍ତି ପ୍ରାୟେ। ତାର ସଞ୍ଚିଲା ଜଗତ ତା ବିନୁ କେହି ନହେ ସତ୍ୟ। ସେ ସର୍ବଦେବମୟ ହରି ତାର ଚରଣେ ପୂଜା କରି। ଲଭିବୁ ସର୍ବ ସୁଖ ଭଲେ ଆମ୍ଭର ବାକ୍ୟେ ଧର୍ମ କଲେ। ସେ ହରି ଯେବେ ତୁଷ୍ଟ ହେବେ କିବା ଅପାପ୍ୟ ତାର ଥିବେ। ସର୍ବ ସମୃଦ୍ଧି ଲାଭ ପାଇଁ ଲୋକେ ଯେ ହରିଙ୍କୁ ଭଜଇ। ତୁ ତାଙ୍କ ଅନୁବର୍ତ୍ତୀ ହୋଇ ଆମ୍ଭ ବଚନ ରଖ ତୁଇ। ସେ ହରି କଳ ଦେବ ମୂର୍ତ୍ତି ଯଜ୍ଞରେ ବ୍ରାହ୍ମଣେ ପୂଜନ୍ତି। ତାଙ୍କ ପ୍ରତି ତ ହେଳଣ ଉଚିତ ନୁହଁ ରାଜନ। ଋଷିଙ୍କ ବୋଲ ଶୁଣି କର୍ଣ୍ଣେ ବେଣ ବୋଲଇ କପ ମନେ। ହରିବୋଲ ବେଣ ବାଚ ତୁମ୍ଭେ ବାଳିଶ ବିପ୍ରଜନ। ବାଳକ ପ୍ରାୟ ତୁମ୍ଭ ଜ୍ଞାନ। ଅଧର୍ମେ ଧର୍ମ ମାନ୍ୟ କର ଏ ନୁହେଁ ସ୍ୱଧର୍ମ ତୁମ୍ଭର। ଯୁବତୀ ନିଜ ସ୍ୱାମୀ ଛାଡ଼ି ଯାର ପୁରୁଷେ ଲୋଭ ବଢ଼ି। ତେମନ୍ତ ପ୍ରାୟ ତୁମ୍ଭେ ମାନେ ମୋ ପାଦ ଛାଡ଼ି ଭଜ ଅନ୍ୟେ। ଏଣୁ ଏ ମୂଢ଼ ପ୍ରାଣୀ ଯେତେ ବର୍ତ୍ତନ୍ତି ଅଶାସ୍ତ୍ର ବିହିତେ। ବିଷ୍ଣୁ ସ୍ୱରୂପ ନରପତି ତାହାଙ୍କୁ ଅଶାସ୍ତ୍ର ବିହିତେ। ତାହାଙ୍କ ଧର୍ମ ଜ୍ଞାନ ନାହିଁ ଉଭୟ ଲୋକେ ସୁଖ କାହିଁ। କେ ଯଜ୍ଞ ପୁରୁଷ ତୁମ୍ଭର ଯାର ଚରଣେ ସେବା କର। ଯୁବତୀ କୁଳ ଧର୍ମ ଛାଡ଼ି ଯାରେ ଯେ ସନେ ସେବା କରି। ଦେଖ ଏ ନୃପତି ଶରୀରେ ଦେବେ ବସନ୍ତି ଅଧିକାରେ। ବିଷ୍ଣୁ ବିରଞ୍ଚି ମହେଶ୍ୱର ଇନ୍ଦ୍ର ପବନ ଦିବାକର। ଯମ ପର୍ଜନ୍ୟ ଧନଦାତା ସମଧରଣୀ ଭସ୍ମ କର୍ତ୍ତା। ହରିବୋଲ ଜଳ ବରୁଣ ଆଦି ଯେତେ ସର୍ବେ ବସନ୍ତି ନୃପ ଗାତ୍ରେ।
ଯେ ବରଷା ପର୍ଯ୍ୟନ୍ତି ଲୋକେ ରୂପ ଶରୀରେ କେ କେ ସକଳ ଦେବ ତେଜ ଆଣି ତେଣୁ ବୋଲାଇ ନୃପମଣି ଏଣୁ ଏ ନରପତି ଦେହ ପ୍ରତ୍ୟକ୍ଷ ସର୍ବଦେବମୟ ଦୁର୍ଲଭ ନୃପତି ଶରୀର କିଅ ବା ଦେବା ପଟାନ୍ତର ଏ ଦେହ ମହିମା ନ ଜାଣି ଅଧର୍ମ ଧର୍ମ ପରିମାଣି ହରିବଲ। ଏଣୁ ତୁମ୍ଭର କର୍ମ ଯେତେ ସେ ଧର୍ମେ ପୂଜା କର ମତେ ମୋହର ଅଗ୍ରେ ବଳି କର ଏ ଧର୍ମ ସ୍ୱଧର୍ମ ତୁମ୍ଭର ମୁଁ ଯଜ୍ଞ ଭାଗ ଆଗ ପାଇ ମତହୁଁ ଅନ୍ୟ ଦେବ ନାହିଁ ହରିବଲ। ମାତୃବାଚ ହେମନ୍ତ ବିପରୀତ ଗତି ଭଜିଲା ପାପିଷ୍ଟ ନୃପତି ମୁନିଙ୍କ ଅନୁମୟ ବାଣୀ ନିଶ୍ଚେନ କଲା ନୃପମଣି ସ୍ୱଭାବେ ଦୁଷ୍ଟ ଅନର୍ଗଳ ଆତ୍ମାକୁ କଲା ଅମଙ୍ଗଳ ହେମନ୍ତ ମୁନିଙ୍କ ବଚନ ଅବଜ୍ଞା କଲା ଦିନୁ ଦିନ ଆତ୍ମପଣ୍ଡିତ ମନେ କରେ ମୁନିଙ୍କ ବଚନ ନ ଧରେ ମୁନିଏ ଦିନେ ଦିନେ ଆସି ଧର୍ମ କହନ୍ତି ପାଶେ ବସି କହନ୍ତି ଅନେକ ବିଶ୍ୱାସ ଦେଖାଇ ଜ୍ଞାନ ଉପଦେଶ କେବେ ନ କଲା ବଚନ ମୁନିଙ୍କି କଲା ଅପମାନ ତାହାର ଧର୍ମ ବିଶ୍ୱାସେ ମୁନିଙ୍କ ମନେ କୋପ ବସେ ବୋଲନ୍ତି ଏକୁ ହାରେ ଚାହିଁ ଏହା ଜୀବନେ କାର୍ଯ୍ୟ ନାହିଁ ଏହାର ଧର୍ମ ଆଚାରେ ପ୍ରଜାଏ ନସିବେ ସଂସାରେ ଅସାଧୁ ବୃତ୍ତି ଏହି ଦେହି ନୃପ ଆସନେ ଯଜ୍ଞ ନହିଁ ଅସାଧୁ ବୃତ୍ତି ଏହି ଦେହି ନୃପ ଆସନେ ଯଜ୍ଞ ନହିଁ ଯେ ରାଜା ଲଜ୍ଜା ଦୂର କରି ନିନ୍ଦଇ ଯଜ୍ଞପତି ହରି କେ ହାସ ହେ ଦେହ ବହି ବେଣକୁ ରାଜପଦ ଦେଇ ହେମନ୍ତେ ବେଣ ନାଶ ପାଇ ମୁନିଏ ମହାକପ ବହି ହୁଙ୍କାର କରି ବେଦବାଣେ ପ୍ରହାର କଲେ ଜଣେ ଜଣେ ଅଚ୍ୟୁତ ନିନ୍ଦା ଫଳ ଥିଲା ତତ୍କ୍ଷଣେ ଦେହୁ ପ୍ରାଣ ଗଲା ବେଣକୁ ନାସି ବିପ୍ରଜନେ ଗଲେ ସେ ଯେ ଯାହା ଭୁବନେ ସୁନିଥା ପୁତ୍ରର ମରଣ ଦେଖି କରଇ ବିଚାରଣ ଅବଶ୍ୟ ଏହାର ଶରୀରେ ପୁତ୍ର ଉପୁଜିବ ସଂସାରେ ହୋଇବେ ପ୍ରଜା ଜନେ ସୁଖୀ ଏତେ ବିଚାରି ଅଶ୍ରୁମୁଖୀ ତୈଳ ଦ୍ରୋଣୀ ମଧ୍ୟ ଥୋଇ ବେଣର ଶରୀର ପାଳଇ ହେନ ସମୟେ ଏକ ଦିନେ ସରସ୍ୱତୀରେ ବିପ୍ରଜନେ ନିଶ୍ଚିନ୍ତେ ପ୍ରାତ ସ୍ନାନ ସାରି ହୋମେ ପୂଜିଲେ ନରହରି ବିଷ୍ଣୁର କଥା ଗୋଷ୍ଠୀ କଲେ ହେମନ୍ତ ଉତ୍ପାତ ଦେଖିଲେ ଶୁଭଇ ମୁଖ ରାବ ଘୋଷ ଭୟେ କମ୍ପନ୍ତି ଦଶ ଦିଶ ପ୍ରଜାଏ ଭୟର ଆତୁରେ ପଳାନ୍ତି ବନଗିରି ଘରେ ମୁନି ଚାହାନ୍ତି ଚାରିଦିଗେ ଧୂଳି ଉଡ଼ଇ ବାୟୁ ବେଗେ ଦୁଷ୍ଟେ ଧାମନ୍ତି ଶସ୍ତ୍ର ଧରି ଡାକନ୍ତି ମାର ମାର କରି ତାଙ୍କ ଚରଣ ଧୂଳି ବେଗେ ଆଚ୍ଛାଦି ଉଡ଼େ ଦଶ ଦିଗେ ଦୁଷ୍ଟେ ଲୁଟନ୍ତି ପ୍ରଜାଧନ ଅଦ୍ଭୁତେ ଶୁଭେ ଘୋର ସ୍ୱନ
ମୁନିଏ ପ୍ରଜା ଦୁଃଖ ଦେଖି ମନେ ହୋଇଲେ ଗୁରୁ ଦୁଃଖୀ। ବୋଲନ୍ତି କଲୁ ମନ୍ଦ କୃତ୍ୟ ପ୍ରଜାଏ ହୋଇଲେ ଅନାଥ। ଆମ୍ଭେ ତପସ୍ୟା କଥା ଜାଣି ରାଜ୍ୟକୁ ରାଜା ସେ କାରେଣୀ। ରାଜା ନଥିଲେ ପ୍ରଜା କାହିଁ ଏମନ୍ତ ବୋଲି ଦୟା ବହି। ବୋଲନ୍ତି ବ୍ରାହ୍ମଣ ବ୍ୟବହାରେ ସଂସାରେ ପର ଉପକାରେ। ସମାନ ଦୃଷ୍ଟି ଯେ ବ୍ରାହ୍ମଣ ଶାନ୍ତି ବିବେକ ସୁଲକ୍ଷଣ। ଯେବେ ସେ ଦୁଃଖୀଙ୍କ କୁଶଳେ ହେଳାରେ ବିଚାର ନ କରେ। ତା ଦେଖି ତପ ତୁଚ୍ଛ ଯାଏ ଭଗ୍ନ ଭଣ୍ଡରେ କ୍ଷୀର ପ୍ରାଏ। କେବେ ନୁହେଁ ସେ ନିରୋଧ ଏମନ୍ତ ମଣି ଶାସ୍ତ୍ରବାଦ। ବୋଲନ୍ତି ଅଙ୍ଗ ରାଜା ବଂଶେ ରାଜା ଧାର୍ମିକ ବିଷ୍ଣୁ ଅଂଶେ। ସେ ରାଜା ଗୋବିନ୍ଦ ଆଶ୍ରୟେ ପ୍ରଜା ପାଳନେ ସ୍ନେହ ବହେ। ତାର ଜୀବନ ଏ ସଂସାରେ ବର୍ତ୍ତଇ ପର ଉପକାରେ। ଏତେ ବିଚାରି ବିପ୍ରବରେ ରୁମନ୍ଥିଲେ କୁଶରେ। ବାହୁକ ନାମେ ନର ଅଂଶେ ଅଦ୍ଭୁତେ ହୋଇଲେ ପୁରୁଷେ। କାକହୁଁ କୃଷ୍ଣ ଅଙ୍ଗ ତାର ନାସିକା ହନୁ ଭୟଙ୍କର। ହସ୍ତ ଚରଣ ଦେହ କୃଶ ତାମ୍ରର ପ୍ରାୟ ମୁଣ୍ଡ କେଶ। ଅରୁଣ ବିରାଜେ ଲୋଚନ ଭ୍ରୁକୁଟି କୁଟିଳ ବଦନ। ବିପ୍ରଙ୍କ ପାଦେ ଶିର ଦେଇ ବୋଲଇ କି କରିବି ମୁହିଁ। ତାର ସ୍ୱରୂପ ଦେଖି ମନେ ବିଚାର କଲେ ମୁନି ଜନେ। ଦେଖ ଅଦ୍ଭୁତ ଏହା କାଏ ରାଜ ଆସନେ ଯୋଗ୍ୟ ନୁହେଁ। ଏହାକୁ ଆମ୍ଭେ ରାଜା କଲେ ସଂସାର ନାଶିବ ଏ ଭୋଲେ। ଏମନ୍ତେ ବିପ୍ରେ ବିଚାରିଲେ ନିଷାଦ ବୋଲି ଆଜ୍ଞା ଦେଲେ। ବୋଇଲେ ବନେ ହୁଅ ରାଜ ଗିରି କାନନେ ପାଅ ପୂଜା। ଏମନ୍ତ ମୁନିଙ୍କ ବଚନେ ସେହୁ ପୁରୁଷ ଚଳେ ବନେ। ତା ବଂଶ ବିଷାଦ ହୋଇଲେ ଗିରି କାନନ ଆଶ୍ରେ କଲେ। ବେଣର ଦେ ପାପ ଥିଲା ନିଷାଦ ରୂପେ ବନେ ଗଲା। ବୋଲୋଇ ଦାସ ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ। ହରି ବୋଲ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ଚତୁର୍ଥ ସ୍କନ୍ଧେ ପୃଥୁଚରିତେ ନିଷାଦ ନାମଂ ଷୋଡ଼ଶୋଧ୍ୟାୟ।